ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହ ମିଥୁନ ଛାଡ଼ି 7 ଜୁଲାଇରେ କର୍କଟ ରାଶିରେ ପ୍ରବେଶ କରିବେ। ଶୁକ୍ରଙ୍କ ରାଶି ପରିବର୍ତ୍ତନ ହେତୁ 3 ରାଶିର ଲୋକ ଭାଗ୍ୟ ବଦଳିବାକୁ ଯାଉଛି। ଆସନ୍ତୁ ଜାଣିବା ଏହି 3 ରାଶିଙ୍କ ବିଷୟରେ। ଶୁକ୍ର ଏବଂ ଶୁଭଗ୍ରହ ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଧନବସ୍ତୁ ସୁଖ, ଉପଭୋଗ, କଳା, ସୌନ୍ଦର୍ଯ୍ୟ, ବୈବାହିକ ସୁଖ ଇତ୍ୟାଦିର ଶାସକ ଗ୍ରହ ଭାବେ ବର୍ଣ୍ଣନା କରାଯାଇଛି। ତାଙ୍କର ରାଶି ପରିବର୍ତ୍ତନ ଜୀବନର ସମସ୍ତ ଦିଗ ଉପରେ ଦେଶ, ବିଶ୍ୱ, ପାଣିପାଗ, ପ୍ରକୃତି ଏବଂ ରାଶି ଉପରେ ବ୍ୟାପକ ପ୍ରଭାବ ପକାଇଥାଏ। ଜୁଲାଇ 7 ଅର୍ଥାତ୍ ରବିବାର ଭୋର 4:39ରେ ଶୁକ୍ର ବୁଧ ଗ୍ରହର ମିଥୁନରୁ ବାହାରି ଚନ୍ଦ୍ରର ରାଶି ଚିହ୍ନ କର୍କଟରେ ପ୍ରବେଶ କରିବେ। ଯଦିଓ ଶୁକ୍ରଙ୍କର ରାଶି ପରିବର୍ତ୍ତନ ସମସ୍ତ ରାଶି ଚିହ୍ନକୁ ପ୍ରଭାବିତ କରିବ, ହେଲେ ଏମିତି 3ଟି ରାଶିର ଲୋକଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ସକାରାତ୍ମକ ପରିବର୍ତ୍ତନ ହେବାର ସମ୍ଭାବନା ଅଛି। ଆସନ୍ତୁ ଜାଣିବା ଏହି 3ଟି ରାଶିଙ୍କ ବିଷୟରେ। ଏହି ରାଶି ଉପରେ ଶୁକ୍ରଙ୍କ ଗୋଚର ପକାଇବ ଭଲ ପ୍ରଭାବ। ମିଥୁନ ରାଶି। କର୍କଟରେ ଶୁକ୍ରର ଗମନାଗମନ ମିଥୁନ ରାଶିର ଲୋକଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ। ଆପଣଙ୍କ ଜୀବନରେ ସୃଜନଶୀଳତା ଏବଂ ନୂଆ ଶକ୍ତିର ପ୍ରଭାବ ଆସିବ। ଟଙ୍କା ପ୍ରଭାବ ପାଇଁ ନୂଆ ସୁଯୋଗ ରହିଛି। ମାର୍କେଟିଂ ଏବଂ ବିଜ୍ଞାପନ ମାଧ୍ୟମରେ ବ୍ୟବସାୟୀମାନେ ଲାଭବାନ ହେବେ। ନୂଆ ଗ୍ରାହକଙ୍କ ଅଧିଗ୍ରହଣ ହେତୁ ଆୟ ବୃଦ୍ଧି ପାଇବ। ଆମଦାନୀ ରପ୍ତାନିରେ ଜଡ଼ିତ ଲୋକମାନେ ପର୍ଯ୍ୟାପ୍ତ ବିଦେଶୀ ମୁଦ୍ରା ପାଇବେ। ଛାତ୍ରଛାତ୍ରୀମାନଙ୍କ କ୍ୟାରିୟରରେ ଅଗ୍ରଗତି ହେବ। ନିୟୋଜିତ ଲୋକଙ୍କ କାର୍ଯ୍ୟରେ ଅଗ୍ରଗତି ହେବ। ପଦୋନ୍ନତିର ଏକ ସମ୍ଭାବନା ଅଛି। ପ୍ରେମରେ ଥିବା ଲୋକମାନେ ପ୍ରେମ ବିବାହ କରିପାରନ୍ତି। ଦମ୍ପତିଙ୍କର ସନ୍ତାନ ହେବାର ସମ୍ଭାବନା ରହିଛି। ତୁଳା ରାଶି। କର୍କଟରେ ଶୁକ୍ରର ଗମନାଗମନ ତୁଳା ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ ସମ୍ଭାବନା ଦେଖାଯାଉଛି। ଆପଣ ଅପ୍ରତ୍ୟାଶିତ ଟଙ୍କା ପାଇପାରନ୍ତି। ପୁରୁଣା ନିବେଶରୁ ଲାଭ ହୋଇପାରେ। କାହାକୁ ଦିଆଯାଇଥିବା ଋଣ ଫେରସ୍ତ କରାଯାଇପାରିବ। ବ୍ୟବସାୟ ସହଭାଗିତା ଦୃଢ଼ ହେବ ଏବଂ ବ୍ୟବସାୟରେ କଠିନ ପରିଶ୍ରମ ଭଲ ଫଳାଫଳ ହେବ। ଛାତ୍ରଛାତ୍ରୀମାନେ ନିଜ କ୍ୟାରିୟରରେ କଠିନ ପରିଶ୍ରମର ଶୁଭ ଫଳାଫଳ ପାଇବେ। ସମ୍ମାନ ବୃଦ୍ଧି ପାଇବ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଖର୍ଚ୍ଚରେ ହ୍ରାସ ଘଟିବ ଏବଂ କିଛି ପୁରୁଣା ରୋଗରୁ ମୁକ୍ତି ପାଇଁ ଆପଣ ଆରାମ ପାଇବେ। ସାଥୀ ବିବାହିତ ଜୀବନରେ ପୂର୍ଣ୍ଣ ସମର୍ଥନ ପାଇବେ। ପାରିବାରିକ ଜୀବନରେ ଏକତା ରହିବ। ମକର ରାଶି। କର୍କଟରେ ଶୁକ୍ରଙ୍କ ଗମନାଗମନ ମକର ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ସକାରାତ୍ମକ ପ୍ରମାଣିତ ହୋଇପାରେ। ନୂଆ ବ୍ୟବସାୟୀ ସୁଯୋଗ ଯୋଗୁଁ ବ୍ୟବସାୟ ବୃଦ୍ଧି ପାଇବ। ଆପଣଙ୍କର ବ୍ୟବସାୟ କ୍ଷତିରୁ ଲାଭକୁ ପରିଣତ ହେବ। ପ୍ରକୃତ ଜମି ସମ୍ପତ୍ତି ଏବଂ ଘରରୁ ଆୟ ବୃଦ୍ଧି ପାଇବ। ଉଚ୍ଚଶିକ୍ଷା ଅନୁସରଣ କରୁଥିବା ଛାତ୍ରଛାତ୍ରୀମାନେ ବିଦେଶ ଯାତ୍ରା କରିବାର ସୁଯୋଗ ପାଇପାରନ୍ତି। ଆପଣଙ୍କ କ୍ୟାରିୟରରେ ଏକ ନୂଆ ଚାକିରି କିମ୍ବା ବ୍ୟବସାୟ ଆରମ୍ଭ କରିବାର ସମ୍ଭାବନା ଅଛି। ସାଥୀ ସହିତ
ସମନ୍ୱୟ ଏବଂ ମଧୁରତା ଦାମ୍ପତ୍ୟ ଜୀବନରେ ବୃଦ୍ଧି ପାଇବ। ପ୍ରେମ ଜୀବନରେ ରୋମାନ୍ସ ଏବଂ ଆନନ୍ଦ ବୃଦ୍ଧି ପାଇବ।